ବୁଝୁଛି ଆଜ୍ଞା ଡେଲି ଡେଲି ଦେଖୁଛି ସେଠି ଯାହା ବୁଝୁଛୁ ଆଉ ନା ଯୋଉ ଏପିସୋଡ ରେ ଯୋଉ ଲୋକଟା ମତେ ପଚାରିଛି ମୁଁ ତାକୁ ଉତ୍ତର ଦେଇଛି ବୁଝିଲେ ସେଇ ଉତ୍ତରଟାକୁ ବୁଝ ସେଇଥିରେ ତମେ ତମେ ଯାହା ପଚାରୁଛ ସେଇଥିରେ ହିଁ ସେଇ ଉତ୍ତର ହିଁ ଅଛି ସେଥିରେ ସେଇ ଉତ୍ତରଟା ସେଥିରେ ଅଛି ତାକୁ ଦେଖିବ ଆତ୍ମା ପୂଜା ଅର୍ଥ ଏଇଆ ବୁଝିଲ ତମର ଆମ ଯୋଉ ସଦ୍ଗୁରୁ ନାମ ତମେ ଗ୍ରହଣ କରିବ ସେ ସଦ୍ଗୁରୁ ନାମକୁ ସ୍ମରଣା କରୁ କରୁ ତମର ଆତ୍ମଚିନ୍ତନ ମନ ଅନ୍ତର୍ମୁଖୀ ହେଇଯିବ ମନ ଯେତେବେଳେ ଅନ୍ତର୍ମୁଖୀ ହେଇଯିବେ ସେତେବେଳେ ଆତ୍ମଚିନ୍ତନ ହବ ଆତ୍ମା ଗୋଟେ ବସ୍ତୁ ନୁହେଁ ଯେ ତମେ ତାକୁ ଚିନ୍ତା କରିବ କି ଦେଖିବ ଆତ୍ମା ହଉଛି କଣ ଗୋଟେ ଚେତନାତ୍ମିକା ଶକ୍ତି ଯୋଉ ଶକ୍ତି କି ତମ ଦେହ ଭିତରେ ଖୋଲୁଛ ତମେ ବି ନିଜେ ସେହି ଆତ୍ମା ବୁଝିଲେ ତେଣୁ ଆତ୍ମଚିନ୍ତନ ଅର୍ଥ ନିଜକୁ ନିଜେ ଚିନ୍ତା କରିବ ସେଇ ଯୋଉ ଜିନିଷ ସେ ଟେକ୍ନିକ ଟା ସଦ୍ଗୁରୁଙ୍କ ଠାରୁ ପାଇକି ତମେ ଚିନ୍ତା କଲେ ସେଇ କୌଶଳ ଟା ତମେ ପାଇବ ଯେତେବେଳେ ଜୀବାତ୍ମା ଜୀବ କେମିତି ସେଠି ମିଶି ପାରିବ ତ ମନ ସାଥିରେ ମନ ଯାଇକି ସେଠି ଜାଣିପାରିବ ନା ଆତ୍ମା ଜାଣିପାରିବ ଏ କଥାଟା ମୋର ଟିକେ ସନ୍ଦେହ ରହୁଛି ବାବା ମୁଁ ଜାଣିପାରୁନି ତ ସେଥିପାଇଁ ବୋଲି ପଚାରିଦେଲି ବାବା ନା ନା ଶୁଣ ଆମର ସଂସ୍କୃତ ଲେଖା ଅଛି ମନ ଏବଂ ମନୁଷାଣ କାରଣ ବଦ୍ଧମୋକ୍ଷ ମନ ତମକୁ ବନ୍ଧନରେ ବାନ୍ଧିବ ମନ ହିଁ ତମକୁ ମୁକ୍ତି ମାର୍ଗକୁ ନବ ହେଲା କି ମନ ଯେତେବେଳେ ଅନ୍ତର୍ମୁଖୀ ହେଇଯିବ ସେଇ ମନ ହିଁ ନିଜେ ଆତ୍ମା ହେଇଯିବ ହେଲା ମନ ନିଜେ ଆତ୍ମା ହେଇଯିବ ମନ ଯେତେବେଳେ ଅନ୍ତର୍ମୁଖୀ ହେଇଯିବ ଈଶ୍ୱରମୁଖୀ ହେଇଯିବ ସିଏ ତାର ବଳେ ବେଳେ ଶୁଦ୍ଧାତ୍ମା ହେଇଯିବ ଆତ୍ମା ମନ ଚେତନା ମନ ଗୋଟିଏ ଜିନିଷ ହେଲା ଆମ ଖିଆଲ ରଖିଲେ ଚେତନା ଆସେ ହେବ ଉଦ୍ଧାର କ୍ଷୁଧା ପିପାସା ଦୂର ହେବ ଦୟା ନିଧିରେ ଗିର ଖିଆଲ ରଖିଲେ ଅର୍ଥାତ ମନନ କରି 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 କିଛି ଦିନ ପରେ ମନନ କଲେ ଗୋଟେ ଜିନିଷକୁ ସିଏ ଚେତନା ହେଇଯାଏ ହେଲା ପିଲା ପାଠ ଘୋଷୁଛନ୍ତି ପଢି 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 ସେ କିଛି ଦିନ ପରେ ତା ସ୍ମୃତିରେ ରହିଯାଉଛି ଚେତନା ହେଇକି ରହିଯାଉଛି ତେଣୁ ମନ କଣ କରେ ନା ଯେତେବେଳେ ଏକାଗ୍ର ହେଇଯିବ ସେତେବେଳେ ଚେତନାରେ ପରିଣତ ହେଇଯିବ ଆତ୍ମଶକ୍ତିରେ ପରିଣତ ହେଇଯିବ ମନ ଶକ୍ତି ଆତ୍ମଶକ୍ତିରେ ପରିଣତ ହେଇଯିବ ଏଇ ଗୋଟିଏ ଜିନିଷ ମନ ଶକ୍ତି ମାନସ ଶକ୍ତି ପ୍ରାଣ ଶକ୍ତି ଆତ୍ମଶକ୍ତି ଗୋଟିଏ ଜିନିଷ ହେଲା କି ଆପଣ ବୁଝେଇଛନ୍ତି ଯେ ମନର ଯୋଉ ପାଞ୍ଚଟା ସ୍ତର ମନର ଯୋଉ ପାଞ୍ଚଟା ସ୍ତର ମାନେ କ୍ଷିପ୍ତ ବିକ୍ଷିପ୍ତ ମୋଡ଼ ଏସବୁ ବୁଝେଇଛନ୍ତି ମନର କୋଉ ଅବସ୍ଥା ଯାଇକି ସୁଷୁପ୍ତ ବିଭକ୍ତ କ୍ଷିପ୍ତ ବିକ୍ଷିପ୍ତ ମୂଢ ଏକାଗ୍ର ନିରୋଧ ପାଞ୍ଚ ଭାଗରେ ବିଭକ୍ତ କିନ୍ତୁ ମନ ପ୍ରଥମେ ବିକ୍ଷିପ୍ତରୁ ପୁଣି କ୍ଷିପ୍ତକୁ ଆସିବ ମୂଢ ମନ କଣ କରେ ବିକ୍ଷିପ୍ତ କ୍ଷିପ୍ତ ମୂଢ ଏ ତିନିଟା ଯେତେବେଳେ ସଦ୍ଗୁରୁଙ୍କ ଗୁରୁଦତ୍ତ ମନ୍ତ୍ର ଦ୍ଵାରା ଯେତେବେଳେ ଆୟତରେ ପଳେଇ ଆସିବେ ତାପରେ ଏକାଗ୍ର ହେଇଯିବ ଏକମୁଖୀ ହେଇଯିବ ଗୋଟିଏ ନାମକୁ ଅହରହ ସ୍ମରଣ କରିବ ଗୋଟିଏ ନାମକୁ ଅହରହ ସ୍ମରଣ କରୁ 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 ଅନ୍ତର୍ମୁଖୀ ହେଇଗଲେ ସେଟା ନିରୋଧ ମନ ହେଇଯିବ ସେଇ ନିରୋଧ ମନ ଯେତେବେଳେ ହେଇଯାଏ ସେତେବେଳେ ଆତ୍ମଶକ୍ତି ଜାଗ୍ରତ ହୁଏ ମନ ନିରୋଧ ହେଲେ ଆତ୍ମଶକ୍ତି ଜାଗ୍ରତ ହେଲା ଠିକ ଅଛି ବାବା ବୁଝିବା ପାଇଁ ବହୁତ ଦିନ ମାନେ ବେଶୀ ପ୍ରୟାସ କରୁଛି ମୁଁ ଯୋଉଟା ମନରେ ଭାବିତ ଅଛି ସେଗୁଡାକ ମୋ ପାଖରେ ପହଞ୍ଚି ଦଉଛନ୍ତି ବାବା ଆପଣ ସବୁଦିନ ଗୋଟେ ପହଞ୍ଚି ଯାଉଛି ଆଉ କେତେବେଳେ ସବୁ ଜାଗା ତ ସେଇଥିରେ ବହୁତ ମାନେ ବାରମ୍ବାର ମାନେ ଆପଣଙ୍କ ପାଖରେ ଯୋଉ ମାନେ ଜ୍ଞାନର ଫଳଟା ପୁରା ପରିପକ୍ୱ ହେଇକି ଅଟୋମେଟିକ ସେ ଯୋଉ ମଞ୍ଜି ଗୁଡାକ ଆପଣ ଯୋଉ ବୁଣି ଦଉଛନ୍ତି ସେଗୁଡାକ ବହୁତ ବାବା ସେଗୁଡାକ ତ ବାରମ୍ବାର ଶୁଣୁଥିଲେ ସେ ତ ମାନେ ଆଉ କିଛି ତ ଶୁଣିବାକୁ ଇଚ୍ଛା ହବନି ମନରେ ଖାଲି ଗୋଟିଏ କଥା ମୋ ମନରେ ଟିକେ ଅଙ୍କୁରି ଉଠିଲେ ତ ବୋଲି ଫୋନ କରିଦେଲି ବାବା କ୍ଷମା କରିବେ ବାବା କୋଉଠୁ କହୁଛୁ ରେ ମୁଁ ବ୍ରହ୍ମପୁରରୁ କହୁଥିଲି ବାବା ଯିବି ବାବା ନିହାତି ଯିବି ବାବା ନିଶ୍ଚିତ ଯିବି ଆପଣଙ୍କର ଟିକେ କରୋନା ଟିକେ କରନ୍ତୁ ବାବା ମୁଁ ଯିବି ବାବା ଆପଣଙ୍କ ପାଦ ପଦ୍ମ ପାଖକୁ ହଉ ରଖୁଛି ବାବା ଶରଣମ୍ ମୁନି ସମାଜର ଗୋଟେ ଏପିସୋଡ ବାହାରି ପଡିଲା ତା ତଳକୁ ମୁଁ ତାକୁ ଦେଖି ସାରି ତାକୁ କ୍ଲିକ୍ କଲି ଯେତେବେଳେ ତାଙ୍କୁ ଜଣେ ପଚାରୁଛନ୍ତି ଯେ ଗୁରୁକୁ ମାରିଲେ ବୈକୁଣ୍ଠ ଦାସ ଗଙ୍ଗା ସ୍ନାନ କଲେ ବଂଶ ନାଶ ସେ ସାଧୁ ଜଣକ ବୁଝେଇ ପାରିଲେନି ସେଥିପାଇଁ ଏଠି ଆମେ 4-5 ଜଣ ବସିଛୁ ତ ଆପଣଙ୍କ ଏପିସୋଡ ଦେଖୁଥିଲି ଆଉ ସେଥିପାଇଁ ମୁଁ ଆପଣଙ୍କ କତିକି କଲ୍ କରି ଟିକେ ବୁଝିବା ପାଇଁ ସେ ମନ ବୁଝିଲେ ମୁଁ ବି କହିପାରିବିନି ଗୋଟେ କଥା ଶୁଣ ସିଏ ଗୁଡାକ
ତା କଥା ମୋ କଥା ଶୁଣ। ଇଏ ସବୁ ଯୋଉ ସାଧୁ ଲେଖିଛନ୍ତି ହେଲା ତାଙ୍କ ଭାଷାରେ ଗୋଟେ ଜିନିଷ ତାକୁ ଲେଖିକି ସେ ଗୋଟେ ଜିନିଷକୁ ଉପକରଣ ଦେଇକି କରୁଛନ୍ତି। ଇଏ ଜିନିଷ ଗୁଡାକ ଠିକ ନୁହଁ। ଗୋଟେ କଥା ହଉଛି ସିଏ ତାର ଗୁରୁକୁ ମାଇଲେ ବଂଶନାଶ କି ଗଙ୍ଗା ସ୍ନାନରେ ବଂଶନାଶ କି ଯୋଉ କଥା ଲେଖାଅ ସିଏ ତାର ଭାବି ଦେଇଛି ଯେ ସେଇ ଯୋଉ କଥାଟାକୁ ସିଏ ଭାବିକି ସିଏ ତାର ଲେଖିଦେଇଛି। ଏଟା ହଉଛି ତାଙ୍କ ମନୋମୁଖୀ କଥା, ଏଟା ସାର୍ବଜନୀନ ନୁହେଁ। ଏ କଥା ବି ଭାଗବତରେ ନାହିଁ କି ଗୀତାରେ ବି ନାହିଁ ଏଭଳି ପ୍ରକାର କଥା। ଆମର ଖାଲି ସିଏ ନୁହେଁ ବହୁତ କଥା ଲେଖିନାହାନ୍ତି। କପିଳା ନାମରେ ଗାଈ ସେ ସଦା ସର୍ବଦା ଯୁବା ହେନତେନ ଏଗୁଡା ସବୁ। ଆଗରୁ ଯୋଉ ସାଧୁମାନେ ସବୁ ଥିଲେ ପୁରୁଣା କାଳିଆ ସାଧୁମାନେ ଥିଲେ ସେମାନେ କଣ ହେଲା ନା ପ୍ରତ୍ୟେକ କଥାକୁ ସବୁ ଗୁପ୍ତ କରିକି ରଖୁଥିଲେ। ସେଗୁଡାକ ସବୁ ବାହାରକୁ ପ୍ରକାଶ କରୁନଥିଲେ। ତେଣୁ ସେ ଭିତିରି କଥାଟାକୁ କଣ କରୁଥିଲେ ନା ତାକୁ ଗୋଟେ ଆଉ ଜଣଙ୍କ ସହିତ ତୁଳନା କରିକି ସେ କରିକିରି ସେ କରୁଥିଲେ। କଣ ବୁଝିପାରୁଛ ନା? ସେଗୁଡାକ ସବୁ ସେଗୁଡାକରେ କିଛି ପ୍ରକୃତ ସେଗୁଡାକ ସବୁ ଖାଲି ଜାଣିବା କଥା, ନିଜର ବାହାଦୁରଟା ଦେଖେଇବା କଥା। ବୁଝିପାରୁଛ ନା? ତାଙ୍କ ବାହାଦୁରଟାକୁ ସିଏ ଦେଖେଇଛନ୍ତି ଯେ ଏଇଟା କଣ ତମେ କୁହନି, ଏଟା ସବୁ ଏଟା ସବୁ ଅହଙ୍କାରର କଥା। କଣ ବୁଝିଲା? ଏଥିରେ କିନ୍ତୁ ଜ୍ଞାନ ଏଥିରେ ମିଳିବନି। ଏଥିରେ ପୁଳେ ଅହଙ୍କାର ମିଳିବ ଆଉ କିଛି ନୁହେଁ। ତମେ କହିଲ ମୁଁ ତାକୁ କହିଦେମି, ମୁଁ ସିଏ ଯୋଉଟାକୁ କହିଛନ୍ତି ମୁଁ ଧର ସେଟାକୁ ଜାଣିନି, ମୁଁ ତାକୁ ତମକୁ ଏମିତି କାଦେରେ ବୁଝେଇଦେବି ତମେ କହିଦେବ ହଁ, କିନ୍ତୁ ସେଟା ତା କଥାଟା ହେଇନଥିବ। କଣ ବୁଝିପାରୁଛ କି? ତ ମୁଁ କହିଦେମି ହଁ, କିନ୍ତୁ ଦେଖିବାକୁ ସେଟା ତାର ମନୋଭାବର କଥା ହେଇନଥିବ। କାହିଁକିନା ତା ମନ କଥାଟାକୁ କେବଳ ସେ ହିଁ କେବଳ ତା ମନରେ ରଖିଛି ଯିଏ କହିଛି। କିନ୍ତୁ ସେଇଟା ଆମର ଗୀତା ଭାଗବତର ଗୋଟେ ସାର୍ବଜନୀନ କଥା କେବେ ନୁହଁ। କଣ ବୁଝିପାରିଲ ନା? ତେଣୁ ସେଗୁଡାକରେ କାହିଁକି ମୁଣ୍ଡ ପୁରଉଛ? ଗୁରୁଙ୍କୁ ମାରିଲେ ବଂଶ ନିପାତ, ତମେ ଯୋଉ କଥା କହୁଛ ଗୁରୁଙ୍କୁ ମାରିଲେ ତମର ସବୁ ନଷ୍ଟ ହବ କି ସବୁ ଯିବ ବୋଲିକି, ସିଏ ଯୋଉ ଗୁରୁକୁ କରୁଛନ୍ତି ସେ ଗୁରୁ ଆମ ଗୁରୁ ନୁହଁ। ତମେ ଯୋଉ ଗୁରୁ କହୁଛ ସେ ଗୁରୁ ନୁହଁ। ସେ ଆଉ ଗୋଟେ କାହାକୁ ଭାବିଛି। ଗଙ୍ଗା ସ୍ନାନ କଲେ ବଂଶନାଶ, ସେଇ ଗଙ୍ଗା ମାନେ ଯୋଉ ଗଙ୍ଗା ଅଛି ସେ ଗଙ୍ଗା ନୁହେଁ। ସିଏ ତାର ଆଉ ଗୋଟେ କାହାକୁ ଭାବିଛି। ମୁଁ ଯାହା କହିନି ବୁଝିପାରୁଛ ତ କଥାଟାକୁ? ଗୋଟେ କଥା ହଉଛି ସିଏ ସବୁ ଅହଂ ଭାବର କଥା। ସିଏ ତାଙ୍କୁ କଣ ଗୋଟେ ଭାବି ଦେଇକି କହିଦେଇଛନ୍ତି, ତାକୁ କହୁଛନ୍ତି ତମେ କୁହନି, ସିଏ ତାକୁ କହୁଛନ୍ତି ତମେ କୁହନି। ମୁଁ କଣ କହିଲି ବୁଝିପାରିଲ ନା? ଏଟା କିନ୍ତୁ ଶାସ୍ତ୍ର ସିଦ୍ଧ କଥା ନୁହେଁ, ଏଟା ମନମୁଖୀ କଥା, ମନଗଢା କାହାଣୀ ଗୋଟେ, ମନଗଢା କାହାଣୀ ଏଗୁଡାକ ଯାହା କହିଲେ ଠିକ। କିନ୍ତୁ ଏଗୁଡାକ ସବୁ ଶାସ୍ତ୍ର ସିଦ୍ଧ କଥା। ଯଦି ଶାସ୍ତ୍ର ସିଦ୍ଧ କଥା ହେଇଥାନ୍ତା ହେଲା କି, ଯିଏ ଲେଖିଛି ତାକୁ ଆମେ ପ୍ରଶ୍ନ କରିବା ତୁ ଯୋଉ କଥା କହୁଛୁ ଏଇଟା କୋଉ ଶାସ୍ତ୍ରରେ ଅଛି ମତେ ଦେଖାନି। ବୁଝିଲୁ କି? ମା କୁ ମାରି ଭାଇ ବୋଉ ସାଙ୍ଗେ ବିରୋଧୀ କରି କଣ ଗୋଟେ ନାଇଁ ନା ଜିନିଷ, ସେ କଥାଟା କୋଉଠି ଗୀତା କି ଭାଗବତରେ ଅଛି ନା? କେବଳ ନିଜର ଶୁଣ, ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଲୋକମାନଙ୍କୁ ଅହଙ୍କାରରେ ମୁଁ ଏମିତି କହିଦଉଛି ତମେ କହିପାରିଲନି, ତୁମେ ହାରିଗଲ ମୁଁ ଜିତିଗଲି, ଏସବୁ ଅହଙ୍କାରର କଥା। ବୁଝିଲ ନା? ତେଣୁ ଏଗୁଡାକ ଉପରେ ବିଶ୍ୱମ୍ବର ମୋଟେ ମୁଣ୍ଡ ପୁରାଏନା ହେଲା ନା। ଯୋଉଟା ବାସ୍ତବ କଥା, ଯୋଉଟାରେ ତମେ ମୁକ୍ତି ପାଇବ, ଯୋଉଟା ଶାସ୍ତ୍ର ସିଦ୍ଧ କଥା, ବେଦ ବେଦାନ୍ତ ଉପନିଷଦ ଗୀତା ଭାଗବତରେ ଯୋଉ କଥା ଅଛି ବୁଝିଲ, ସେଇ କଥା ଉପରେ ପଚାରିଲେ ମୁଁ କିଛିଟା ଯଦି ଜାଣିଥିବି କହିବି। ଇଏ ସବୁ କେତେ ବହୁତ ଲୋକ ପଚାରୁଛନ୍ତି ମାଳିକା କଥା ପଚାରୁଛନ୍ତି, ସେଟା କଣ? ମାଳିକାରେ ଲେଖା ହେଇଛି ଯେ ମାଡି ଆସିବ ଆମର ବାହାଜି ପାଇଛି ପାବଛକୁ, କୋଉ ଦିନେ ଆସିବ ତା ଡେଟ୍ ଅଛି? ଗୋଟେ ଲେଖିଦେଇକି ଗୋଟେ କହିଦେଇଛନ୍ତି ଦୈବ ଯୋଗ ହେଲା, ସେଠୁ ତମେ ସେଠୁ ହେଇ ଦେଖୁନ ମାଳିକାରେ କହିଥିଲା ଏବେ ହେଇ ହେଲା। କିଛି ଲୋକ କହୁଛନ୍ତି ଶରୀର ତତ୍ତ୍ୱରେ ଅଛି, ଶରୀର ତତ୍ତ୍ୱରେ ଅଛି ସେଟା। ହଁ, ମାଳିକାଟା ଯାହା କଲ ମାଳିକାଟା ତ କେବଳ ଗୋଟେ କଥା ମନେ ରଖ, ଶରୀର ମାର୍ଗଟାକୁ ବୁଝି ସାରିଲା ପରେ ଆଉ କୌଣସି ସେଇଟା ସତ୍ୟ ଆଉ ସବୁ ମିଥ୍ୟା। ଶରୀର ମାର୍ଗ ଏବଂ ମାତୃଗର୍ଭ ଜ୍ଞାନ ଏଇଟା ହଉଛି ସତ୍ୟ, ଏଇଟା ଠିକ କଥା, ଏଇଟା ତମ ଶରୀରରେ ଘଟୁଛି ତାରି ବିଷୟରେ ଜାଣ। ନିଜ ଦେହ ଭିତରେ ପ୍ରକୃତି ମାନଙ୍କର କେମିତି ଲଢେଇ ହଉଛି ତାକୁ ବୁଝ। ମୁଁ ତ ଏଇ ଗୀତାକୁ ଛାଡିନି, ୟା ଭିତରେ ପ୍ରକୃତି ଲଢେଇ କେମିତି କରୁଛନ୍ତି, ପ୍ରକୃତି ଭିତରେ ଲଢେଇ ଚାଲିଛି, ପ୍ରକୃତି କୁ ପ୍ରକୃତି।